ସାହିତ୍ୟ ପ୍ରକଳ୍ପ 2 କଳ୍ପନା କର ଦୁଇଟି ଗଛ ପରସ୍ପର ମଧ୍ୟରେ କଥା ହେଉଛନ୍ତି। ସେମାନଙ୍କ କଥାକୁ 5ଟି ବାକ୍ୟରେ ଲେଖ। ପ୍ରକଳ୍ପର ନାମ ଦୁଇଟି ବୃକ୍ଷଙ୍କ ମଧ୍ୟରେ କଥୋପକଥନ। ଏଇଟିକୁ ମଧ୍ୟ ଲେଖିଦେବେ କାଗଜରେ। ମନେ କରନ୍ତୁ ଗୋଟିଏ ବରଗଛ ଓ ଗୋଟିଏ ନିମ୍ବ ଗଛ ପରସ୍ପର ସହ କଥା ହେଉଛନ୍ତି। ଗୋଟିଏ ପୃଷ୍ଠାରେ ଦୁଇଟି ଗଛ କରିବେ, ଗୋଟିଏ ବଡ଼ ଗଛ ଗୋଟିଏ ଛୋଟ ଗଛ। ଯଦି ହେବ ସେ ଗଛରେ ଆଖି ପାଟି କଥା ହେଲା ଭଳି କରିଥିବେ, ତଳେ ଘାସ ପକ୍ଷୀ ଥିଲା ଭଳି ଆକର୍ଷକ ହେବ। ତାପରେ ଏଭଳି ଲେଖିବେ ନିମ୍ବ ଗଛ, ହେ ବର ଜେଜେ ଦେଖ, ଆଜି ମଣିଷମାନେ ପୁଣି ପାଖ ଜଙ୍ଗଲରେ କେତେ ଗୁଡ଼ିଏ ଗଛ କାଟି ନେଇଗଲେ। ମୋତେ ଭାରି ଡର ଲାଗୁଛି। ହଁ ନାତି, ମଣିଷ ନିଜ ସ୍ୱାର୍ଥ ପାଇଁ ଆମକୁ କାଟୁଛି ସତ, କିନ୍ତୁ ସେ ବୁଝୁନି ଯେ ଆମେ ନଥିଲେ ସେମାନେ ପ୍ରଶ୍ୱାସ ନେବା ପାଇଁ ଅମ୍ଳଜାନ ପାଇବେ ନାହିଁ। ନିମ୍ବ ଗଛ, ଆମେ ତ ସେମାନଙ୍କୁ ଫଳ ଫୁଲ ଛାଇ ଏବଂ ଔଷଧ ସବୁକିଛି ବିନା ମୂଲ୍ୟରେ ଦେଉଛୁ, ତଥାପି ସେମାନେ ଆମ ପ୍ରତି ଏତେ ନିଷ୍ଠୁର କାହିଁକି? ବରଗଛ, ଧୈର୍ଯ୍ୟ ଧର, ଦିନେ ନା ଦିନେ ମଣିଷ ନିଶ୍ଚୟ ବୁଝିବ ଯେ ପରିବେଶ ସୁରକ୍ଷିତ ରହିଲେ ହିଁ ତାର ଜୀବନ ସୁରକ୍ଷିତ ରହିବ। ନିମ୍ବ ଗଛ, ଆସ ଆମେ ଈଶ୍ୱରଙ୍କୁ ପ୍ରାର୍ଥନା କରିବା ଯେପରି ମଣିଷର ବୁଦ୍ଧି ଉଦୟ ହେଉ, ସେ ପୃଥିବୀକୁ ପୁଣି ସବୁଜ ସୁନ୍ଦର କରି ଗଢ଼ି ତୋଳୁ।